କୁନି ଝିଅଙ୍କ ସହିତ ଏବେ ଚଳୁଥିବାର ନଜର ଆସିଛନ୍ତି ଓଡ଼ିଆ ଅଭିନେତା ବବି ମିଶ୍ର। ତ ଆପଣମାନେ ଜାଣିଥିବେ ବବି ମିଶ୍ର କୋଏଲ ବାନାର୍ଜୀଙ୍କୁ ବିବାହ କରିଥିଲେ, ହେଲେ ଦୁର୍ଭାଗ୍ୟବଶତଃ କୋଏଲ ବାନାର୍ଜୀ ଓ ବବି ମିଶ୍ରଙ୍କ ବାହାଘର ଭାଙ୍ଗି ଯାଇଥିଲା। ଆଉ ଦୁହେଁ ପରସ୍ପରଙ୍କ ଠାରୁ ଏବେ ଅଲଗା ହୋଇଯାଇଛନ୍ତି। ଅଲଗା ହେଲା ପରେ ଏବେ ବବି ମିଶ୍ର କୁନି ଝିଅଙ୍କ ସହିତ ସୋସିଆଲ ମିଡିଆରେ ନଜର ଆସିଛନ୍ତି। ଆଉ ଏହି କୁନି ଝିଅ ଜଣକ ବବି ମିଶ୍ରଙ୍କ ସମ୍ପର୍କୀୟ ଅଟନ୍ତି। ତାହେଲେ ବବି ମିଶ୍ର ଏପର୍ଯ୍ୟନ୍ତ ବାପା ହୋଇନାହାନ୍ତି। କୋଏଲ ବାନାର୍ଜୀଙ୍କ ଠାରୁ ଡିଭୋର୍ସ ହେଲା ପରେ ସେ ଏବେ ଏକୁଟିଆ ଅଛନ୍ତି। କୋଏଲ ବାନାର୍ଜୀ କଲିକତାରେ ଯାଇ ଦ୍ୱିତୀୟ ବିବାହ କରିନେଇଛନ୍ତି। କୋଏଲ ବାନାର୍ଜୀ ଓ ବବି ମିଶ୍ର ଗୋଟିଏ ସୁଟିଂ ସେଟ୍ରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ଏହାପରେ ଦୁହିଁଙ୍କୁ ଆପଣମାନେ ବହୁତ ସାରା ସୋସିଆଲ ମିଡିଆ ଫଟୋରେ ଦେଖିବାକୁ ପାଇଥିଲେ। ହେଲେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ଆଉ କୋଏଲ ବାନାର୍ଜୀ ବବି ମିଶ୍ରଙ୍କୁ ଛାଡ଼ି କଲିକତା ଯାଇ ସେଠାରେ ଦ୍ୱିତୀୟ ବିବାହ କରିନେଇଛନ୍ତି। ତ ଆପଣମାନେ ଜାଣିଥିବେ ବବି ମିଶ୍ର ଆଲବମ୍ ଜଗତ ଜରିଆରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାୟ 25 ବର୍ଷରୁ ଅଧିକ ସମୟ ହୋଇଗଲାଣି ବବି ମିଶ୍ର ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି। ସାରା ଓଡ଼ିଶାର ଲୋକମାନେ ତାଙ୍କର ସୁନ୍ଦର ଅଭିନୟକୁ ବେଶ୍ ଅଧିକ ପ୍ରଶଂସା କରିଥାନ୍ତି। ବବି ମିଶ୍ର ଏବେ ଓଡ଼ିଆ ସିନେମାରେ ନେଗେଟିଭ୍ କ୍ୟାରେକ୍ଟର ଅଭିନୟ କରୁଥିବାର ନଜର ଆସିଛନ୍ତି। ଏବେ ବବି ମିଶ୍ରଙ୍କୁ ପ୍ରାୟ 45 ବର୍ଷ ବୟସ ହୋଇଗଲାଣି। ତାହେଲେ ଆପଣମାନେ ବବି ମିଶ୍ରଙ୍କର ବହୁତ ସାରା ସିନେମା ନିଶ୍ଚିତ ଭାବରେ ଦେଖିଥିବେ, ଯେଉଁଥିରେ ସେ କୋଏଲ ବାନାର୍ଜୀଙ୍କ ସହିତ ବି ମଧ୍ୟ ଅଭିନୟ କରିଛନ୍ତି। ତ ସୁଟିଂ ସେଟ୍ରୁ କୋଏଲ ବାନାର୍ଜୀଙ୍କୁ ଭଲ ପାଇ ସେ ବିବାହ କରିଥିଲେ, ହେଲେ ବାହାଘର ବେଶୀ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଆଉ ଦୁହେଁ ପରସ୍ପରଙ୍କ ଠାରୁ ଡିଭୋର୍ସ ନେଲା ପରେ ଏବେ କୋଏଲ ବାନାର୍ଜୀ କଲିକତାରେ ବିବାହ କରିଛନ୍ତି। କୋଏଲ ବାନାର୍ଜୀଙ୍କର ଏବେ ଗୋଟେ ପୁତ୍ର ସନ୍ତାନ ବି ମଧ୍ୟ ଅଛନ୍ତି। ତାହେଲେ ବବି ମିଶ୍ର କୋଏଲ ବାନାର୍ଜୀ ଏବେ ଅଲଗା ହେଲା ପରେ ବବି ମିଶ୍ର ଏକୁଟିଆ ଓଡ଼ିଶାରେ ରହୁଥିବାର ନଜର ଆସିଛନ୍ତି। ତାହେଲେ ଆପଣମାନେ ବବି ମିଶ୍ରଙ୍କୁ ତ ନିଶ୍ଚିତ ଭାବରେ ଅଭିନୟ କରୁଥିବାର ଦେଖିଥିବେ। ତ ଆପଣମାନଙ୍କୁ ବବି ମିଶ୍ରଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଭଳି ଓଲିଉଡ୍ ସମ୍ବନ୍ଧିତ ଟିକିନିକି ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ।